କରୁଛନ୍ତି ଆପଣମାନେ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ସେମାନଙ୍କୁ ସ୍ୱାଗତ ସାଙ୍ଗମାନେ ସହିତ ଯାଇଥିଲି ବ୍ଲକ୍ କାମ ଥିଲା। ଆଉ ମୁଁ ଏବେ ଯାଉଛି ବାହାରିକି ମାର୍କେଟ ଆମର ଅଫିସ୍ ଆଉ ଭାଇର ମୋର ଯାଉଛୁ ଆମେ ତେଲ ପକାଇବାକୁ। ଆଉ ଦେଖନ୍ତୁ ଭାଇ ଚଲାଉଛି ଗାଡ଼ି, ମୁଁ ପଛରେ ବସିଛି। ଆଉ ଆମେ ଭାଇ ଭଉଣୀ ବାହାରିଛୁ ତେଲ ପକାଇବା ପାଇଁ। ଆଉ ସେଇଥିପାଇଁ ଏଠିକି ଆସିଲୁ। ଆଉ ଦେଖନ୍ତୁ ମୁଁ ଏବେ ବର୍ତ୍ତମାନ ବାହାରିଲି ବ୍ଲକ୍ ପାଇଁ ଯାଉଛି ଭାଇ ସହିତ। ଦେଖନ୍ତୁ ଭାଇ ଆଉ ମୁଁ ଯାଉଛନ୍ତି କାମ ସାରିକି ଖାଲି ଯାଉଛୁ। ଆଜି ଯେହେତୁ ଆମର କାମ ଥିଲା 4ଟା 5ଟା ଜାଗାରେ, ତେଣୁ ଭାଇକି କହିଲି ଆସେ ଆଜି ଯିବା କାମ ସାରିକି ଆସିବା। ଦେଖନ୍ତୁ ପହଞ୍ଚିଗଲୁ ଆର୍ଆଇ ଅଫିସ୍। ଆର୍ଆଇ ଅଫିସ୍ ତାଲା ପଡ଼ିଛି। ଆଉ ଏବେ ଆମେ ବାହାରିଲୁ ତହସିଲ ଅଫିସ୍। ତହସିଲ ଅଫିସ୍ ବାହାରିବା ପରେ ସେଠୁ ଯାଇ ପହଞ୍ଚିଲୁ ଏଗ୍ରିକଲଚର ଅଫିସ୍। ଦେଖନ୍ତୁ ଏଗ୍ରିକଲଚର ଅଫିସ୍ରେ ବି କାମ ଥିଲା। ମୁଁ ଅଫିସ୍ ସାମ୍ନାରେ ଆପଣମାନଙ୍କୁ ଭିଡ଼ିଓ କରି ସେୟାର କରୁଛି, କାରଣ ଭିତରେ ମୁଁ କରିପାରିବିନି। ତେଣୁ ଆପଣମାନେ ଦେଖନ୍ତୁ ଏଗ୍ରିକଲଚର ଅଫିସ୍ରେ ଆମେ କାମ ହେଲାନି ଆଉ କଣ କରିବା। ପହଞ୍ଚିଗଲୁ। ପହଞ୍ଚିଗଲା ପରେ ସେଠୁ କାମ ସାରିକି ପୁଣି ଆସିଲୁ। ଆସିଲା ପରେ ଦେଖନ୍ତୁ ପୁଣି ବ୍ଲକକୁ ମୁଁ ଯାଉଛି। ଦେଖନ୍ତୁ ଏଇଟା ବାଟରେ ଛେଳି ଯାଉଥିଲେ, ଆଉ ସେଇଟା ମୁଁ ଭିଡ଼ିଓ କରିଦେଇଛି। ଆଉ ଦେଖନ୍ତୁ ଆଉ ମୁଁ ଯାଉଛି ଏବେ ବାହାରିଲି ବ୍ଲକକୁ। ଏଇ ରାସ୍ତାରେ ଆମେ ଭାଇ ଭଉଣୀ ବାହାରିଲୁ। ଦେଖନ୍ତୁ ସିନେରୀ ବନ୍ଧା ହେଇଛି ସାମ୍ନା ସାମ୍ନା, ଆଉ ରାସ୍ତା ବି ପୁରା ଫାଙ୍କା, ଆଉ ଲୋକବାକ ବି କେହି ନାହିଁ। ଆଉ ଦେଖନ୍ତୁ ଆମେ ଭାଇ ଭଉଣୀ ଦେଖନ୍ତୁ ଭାଇ ବାହାରିଲୁ ଏଠି ବ୍ଲକ୍। ଆସିକି ଦେଖନ୍ତୁ ରିତୁର ବ୍ଲକ୍ ଦାନ୍ତ ସାମ୍ନାରେ ଛିଡ଼ା ହେଇ ଘୁଚୁଛି, ଦାନ୍ତ ଆପଣମାନଙ୍କୁ ଡକ୍ଟର ଏଇନେ ବନ୍ଦ ଅଛି ଭିଡ଼ିଓ ଦୋକାନ। କରୁଛି। ଦେଖନ୍ତୁ ପଚାରିକି ଭାଇକି ଘୁଚୁଛି, କହିଲେ ମୁଁ ଏଠିକି ଏଠି ଛିଡ଼ା ଛିଡ଼ା ହ, ହେଇଛି। ମୁଁ ବ୍ଲକକୁ ଯିବି। ବ୍ଲକକୁ ଟିକେ କାମ ଯେହେତୁ ଥିଲା, ତେଣୁ ବ୍ଲକ ଗଲି। ଭାଇ ଦେଖନ୍ତୁ ସାଇଡ଼ରେ ଛିଡ଼ା ହେଇଛି। ଆଉ ମୁଁ ବ୍ଲକରୁ ଏବେ କାମ ସାରିକି ବାହାରିକି ଆସିଲି। ଆସିଲା ପରେ ଭାଇ ରାସ୍ତାରେ ଛିଡ଼ା ହେଇଥିଲା। ଆମେ ପୁଣି ଭାଇ ଭଉଣୀ ବାହାରିଲୁ ସିଧା ମାର୍କେଟ। ଦେଖନ୍ତୁ ଆମର କାମ ଯୋଉଠି ଯେମିତି ଥିଲା ଟିକେ ସରିଗଲା। ତାପରେ ବ୍ଲକରୁ ଆସିଲା ପରେ ବାହାରିଲି ପଞ୍ଚାୟତ ଅଫିସ୍ ପହଞ୍ଚିଲି। ଦେଖନ୍ତୁ ପଞ୍ଚାୟତ କେମିତି ଅଫିସରେ ମୁହଁ ଟିକେ ପୁରା କାମ ଝାଳ, ଥିଲା ପୋଷ୍ଟାଲର। କାମ ସାଡୁ ଦେଖନ୍ତୁ ସାରିଲାଣି ତାଲା। ଆଉ ପୋଷ୍ଟାଲରେ କାମ ସାରିକି ଆଉ ଘରକୁ ଯିବି। ପଞ୍ଚାୟତ ତାପରେ ଆସିଛି ମଣ୍ଡି ଖୋଲିବା ପୋଷ୍ଟାଲ। ପାଇଁ ଗୋଟେ ଫର୍ମ ନେବା ପାଇଁ ଯିବି। ଏଠି ବିଜୁଳି ଜିଲ୍ଲା ପୋଷ୍ଟ ବ୍ୟାଙ୍କ ଏଇ ଅଫିସ ଯେଉଁ ଏଇଟା। ପଞ୍ଚାୟତ ପାଖରେ। ପଞ୍ଚାୟତରେ ପୋଷ୍ଟାଲରେ କାମ ସରିନି, ଭାଇ ଛିଡ଼ା ହେଇଛି। ଆଉ ମୁଁ ତ ଭିତରେ କାମ କରୁଛି। ଆଉ କାମ ସରିଲେ ଦେଖନ୍ତୁ ଭାଇ ଭଉଣୀ ସାଙ୍ଗମାନେ, ଆମେ ଏଇଟା ତ ଯିବୁ। ଆମର ହଉଛି ଦେଖନ୍ତୁ ଆମର ଅମୃତଭଣ୍ଡା ଗୋଟେ ଗଛ, ବାଡ଼ି ଏଇଟା ତ ବଗିଚା ମୁଁ ଆମର ଦେଖଉଛି ବାଇଗଣ ଗଛ। ଆପଣମାନଙ୍କୁ। ଫଳ ଜମା ସନ୍ଧ୍ୟା ସମୟର ଆସୁନି ବାଇଗଣ ମୁଁ ଗଛରେ। 6ଟା ଆଉ ଏଇଟା ତ ଭିତରେ ପୋଇ ଭିଡ଼ିଓ ଖଡିଆ କରିଦେଉଛି। ଗଛ। ଆଉ ଦେଖନ୍ତୁ ଏଇଟା ତ ଆମର ଏଇଟା ଲଙ୍କା ବାରିପଟ। ମୁଁ ଲଗେଇଛୁ, ଆପଣମାନଙ୍କୁ ଟିକେ ଟିକେ ବଗିଚା ସେୟାର ଉଠିଛି। ଆଉ କରୁଛି। ଏଇଟା ବାଇଗଣ ଦେଖନ୍ତୁ ଏବେ ଆମର ବାଇଗଣ ଲଗେଇଛୁ। ଗଛ ଦେଖନ୍ତୁ ଚେକେଇଲାଣି ବାଇଗଣ ସବୁ ଗଛ, ନୂଆ ବାଇଗଣ ଗଛ। ଆଉ ଆସିଲାଣି ପୁରୁଣା ବାଇଗଣ ବଡ ଗଛ ତ ହେଇକି। ଜମା ଫଳ ଆଉ ହଉନି। ଦେଖନ୍ତୁ ଆଉ ଆମର ଏଇଟା ଦେଖନ୍ତୁ ବାଡି ଆପଣମାନଙ୍କୁ ମୁଁ ଦେଖଉଛି ଆମର ଏଇଟା କେମିତି ହେଇଛି ବାରିପଟ ସାଙ୍ଗମାନେ ଆମ ବାଡି ପଛକରର ବଗିଚା ଦୃଶ୍ୟ କେମିତି ଆପଣମାନଙ୍କୁ ହେଇଛି ଟିକେ ପ୍ଲିଜ ସେୟାର କମେଣ୍ଟରେ କରିଦେଲି। ଜଣେଇବେ। ଆଉ ଦେଖନ୍ତୁ ଆମର କେମିତି ବାଡ଼ି ବଗିଚା ହେଇଛି। ଆଉ ସାଙ୍ଗମାନେ ପ୍ଲିଜ୍ ମୋତେ କମେଣ୍ଟ କରିବେ। ଆଉ ଆମର ତ ବାଇଗଣ ଗଛ ତ ଫଳ ହଉନି, ଏଟା ନିଞ୍ଚି ଦେବୁ। ଆଉ ନୂଆ ବାଇଗଣ ଗଛ ତ ଏବେ ହେଇ ଆସିଲୁଣି। ଆଉ ଏମିତି ଚାଲିଛି, ବର୍ଷା ବି ଉଠେଇ ଆସୁଛି।